ଦୋସା ଖାଇବା ପାଇଁ ଇଚ୍ଛା ହେଲେ ଘଣ୍ଟା ଘଣ୍ଟା ଧରିକି ବିରି ଚାଉଳ ବତୁରିବା ପର୍ଯ୍ୟନ୍ତ ୱେଟ୍ କରିବା ପାଇଁ ପଡ଼ିବନି କି ଏହାକୁ ଅଧିକ ଟାଇମ୍ ପାଇଁ ଫର୍ମେଣ୍ଟେସନରେ ମଧ୍ୟ ରଖିବା ପାଇଁ ପଡ଼ିବନି। ମାତ୍ର 15 ମିନିଟ୍ ଟାଇମ୍ରେ ଏମିତି କ୍ରିସ୍ପି ଦୋସା ଘରେ ବନେଇକି ଅତି ସହଜରେ ରେଡ଼ି କରିପାରିବେ। ତା ସହିତ ଏହି ଭିଡ଼ିଓରେ ମୁଁ 2 ପ୍ରକାର ଚଟନିର ରେସିପି ମଧ୍ୟ ସେୟାର କରିଛି। ଏଇଟା କେବଳ ଖାଇବା ପାଇଁ ଟେଷ୍ଟି ରହିବନି, ଏଇଟା ପୁରା ପ୍ରୋଟିନ୍ରେ ଭରପୁର ହେଇକି ରହିବ। ଏହାକୁ ଆପଣମାନେ ଯଦି ଡାଏଟ୍ କରୁଥିବେ ନା ତାହେଲେ ମଧ୍ୟ ଖାଇପାରିବେ। ତାହେଲେ ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିନେବା। ନମସ୍କାର, କିଚେନ୍ ସିଦ୍ଧଲକ୍ଷ୍ମୀକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଏହି ରେସିପି ବନେଇବା ପାଇଁ ପ୍ରଥମେ ତ ଏଠି ଦେଖନ୍ତୁ ମୁଁ 1 କପ୍ ବା 200 ଗ୍ରାମର ମସୁର ଡାଲି ନେଇଛି। ଡାଲିକୁ ଆମେ ଗୋଟେ ବଡ଼ ବାଉଲରେ ରଖିନେବା। ଆଉ ପ୍ରଥମେ ନା ଆମେ ଡାଲିକୁ ଭଲ ଭାବରେ ଧୋଇକି ନେଇ ଆସିବା, ଯେମିତି 2-3 ଥର ପାଣି ଚେଞ୍ଜ କରିକି, ଯେତେ ପର୍ଯ୍ୟନ୍ତ କି ସଫା ପାଣିଟା ନ ବାହାରିଛି। ଏଇଠି ଏବେ ଆମେ କ'ଣ କରିବା ନା 1 ଗ୍ଲାସ୍ ପାଣି ବାଉଲରେ ଏଡ୍ କରିନେବା। ଆଉ ଏହାକୁ କଭର କରିକି 10 ରୁ 15 ମିନିଟ୍ ରେଷ୍ଟ ପାଇଁ ଛାଡ଼ିଦେବା, ଯେମିତି ଡାଲିଟା ଟିକେ ଫୁଲିଯିବ। ୟାଠୁ ଅଧିକ ସମୟ ଆପଣମାନଙ୍କୁ ବତୁରିବା ପାଇଁ ଜମା ବି ଦରକାର ପଡ଼ିବନି। ଏଇଠି ଦେଖନ୍ତୁ ପ୍ରଥମେ ଗୋଟେ ଚଟନି ମୁଁ ଆପଣମାନଙ୍କୁ ବନେଇକି ଦେଖୁଛି, ଯେଉଁଟାକି ଡ୍ରାଏ କୋକୋନଟ୍ ଚଟନି ରହିବ। ଆଉ ଏଇଟାକୁ ଦୋସା ଉପରେ ଦେଲେ ନା ଆମେ ଦୋସାର ଟେଷ୍ଟଟା ବହୁତ ହି ବଢ଼ିଯିବ। ଆପଣମାନେ ଥରେ ବନେଇଲା ପରେ ଜାଣିପାରିବେ। ଏଇଠି ଦେଖନ୍ତୁ ଚଟନି ପାଇଁ ନା ମୁଁ ଶୁଖା ନଡ଼ିଆ ନେଇଛି, ଯେଉଁ ନଡ଼ିଆଟା ଶୁଖି ଯାଇଥାଏ ନା ସେଇଟା ହିଁ ଏଇଟା ଅଛି, ହାଫ୍ କପ୍ ନେଇଛି। ତା ସହିତ ଏଇଠି ଦେଖନ୍ତୁ 8 କୋଲା ରସୁଣ ନେଇଛି। ଆଉ ରସୁଣର ଚୋପାଟାକୁ ଏଇଠି ମୁଁ ପୁରା ଛଡ଼େଇନି, ତାର ଟିକେ ଟିକେ ଚୋପା ରହିଛି। ଆଉ କିଛିଟା ଭୃସଙ୍ଗ ପତ୍ର ଆଉ ଗୋଟେ ଶୁଖିଲା ଲଙ୍କା ନେଇଛି। ଆପଣମାନେ ଯଦି ଚାହିଁବେ ୟା ଜାଗାରେ 3-4ଟା ଶୁଖିଲା ଲଙ୍କା ନେଇପାରିବେ, ଯେହେତୁ ମୋତେ ରାଗ ଟିକେ କମ୍ ପସନ୍ଦ ସେଥିପାଇଁ ମୁଁ ଏଇଠି ଗୋଟେ ଶୁଖିଲା ଲଙ୍କା ନେଇଛି। ପ୍ରଥମେ ନା ଆମେ ସବୁ ଜିନିଷକୁ ଟିକେ ଡ୍ରାଏ ରୋଷ୍ଟ କରିବା। ଏଇଠି ଦେଖନ୍ତୁ ମୁଁ ଗ୍ୟାସ୍ ଅନ୍ କରିକି ଗୋଟେ ପେନ୍ ବସେଇ ନେଇଛି। ପେନ୍ ଏଠି ଭଲ ଭାବରେ ଗରମ ହେଇଯାଇଛି। ଏବେ ଆମେ ଚଟନି ପାଇଁ ଯେଉଁ ସବୁ ଇନଗ୍ରେଡ଼ିଏଣ୍ଟ ରଖିଥିଲେ ନା ସେ ସବୁକୁ ଏଇଠି ପେନ୍ରେ ଏଡ଼୍ କରିନେବା। ଏଇଠି ତେଲ ବା ଅନ୍ୟ କୌଣସି ଜିନିଷ ଦେବା ବିଲକୁଲ ଦରକାର ନାହିଁ। ଏହାକୁ ଏମିତି ଶୁଖିଲାରେ ହିଁ ଆମେ କିଛି ସମୟ ପାଇଁ ଫ୍ରାଏ କରିବା। ଏହାକୁ ଫ୍ରାଏ କରିବା ଟାଇମ୍ରେ ଆମେ ଗ୍ୟାସ୍ର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ରେ ରଖିବା। ଆଉ ଏହାକୁ ଏପଟ ସେପଟ କରିକି 3 ରୁ 4 ମିନିଟ୍ ପାଇଁ ଫ୍ରାଏ କରିନେବା। 3-4 ମିନିଟ୍ ଫ୍ରାଏ କଲା ପରେ ଏଇଠି ଦେଖନ୍ତୁ ଭୃସଙ୍ଗ ପତ୍ର ଗୁଡ଼ାକ ପୁରା କ୍ରିସ୍ପି ହେଇଯାଇଛି, ଆଉ ନଡ଼ିଆଟା ମଧ୍ୟ ଟିକେ ଭାଜି ହେଇଗଲାଣି। ଏହି ଷ୍ଟେଜ୍ରେ ଆମେ ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିନେବା ଆଉ ଏହାକୁ ଆପେ ଆପେ ଥଣ୍ଡା ହେବା ପାଇଁ ଦେବା। ଏଇଟା ଥଣ୍ଡା ହେଲା ପରେ ନା ଏହାକୁ ଆମେ ଗୋଟେ ଗ୍ରାଇଣ୍ଡର ଜାର୍କୁ ଟ୍ରାନ୍ସଫର୍ କରି ନେଇଯିବା। ଏଇଠି ଦେଖନ୍ତୁ ସବୁ ଜିନିଷ ଭଲ ଭାବରେ ଥଣ୍ଡା ହେଲା ପରେ ନା ଏହାକୁ ମୁଁ ଗୋଟେ ଗ୍ରାଇଣ୍ଡର ଜାର୍କୁ ଟ୍ରାନ୍ସଫର୍ କରି ନେଇଯାଇଛି। ଏହାକୁ ଏବେ ଆମେ ଚଟନି ବନେଇବା। ତା ପୂର୍ବରୁ ନା ଏଇଠି ଆମେ ସ୍ୱାଦ ଅନୁସାରେ ଟିକେ ଲୁଣ ଏଡ଼୍ କରିନେବା। ଲୁଣ ଏଡ଼୍ କଲା ପରେ ନା ଏଥିରେ ବିଲକୁଲ ବି ପାଣି ଏଡ଼୍ କରିବେନି, ଏହାକୁ ଏମିତି ଶୁଖିଲା ହିଁ ଗ୍ରାଇଣ୍ଡିଙ୍ଗ କରିକି ନେଇ ଆସିବେ। ଆଉ ଏଇଠି ଦେଖନ୍ତୁ ଗ୍ରାଇଣ୍ଡିଙ୍ଗ କଲା ପରେ ମୁଁ ଆପଣଙ୍କୁ ଏହାର ଟେକ୍ସଚରଟା ଦେଖାଉଛି କେମିତି ରହିବ। ଏହାକୁ ଏମିତି ହିଁ ରଖିବେ, ଏମିତି ରହିଲେ ହିଁ ଏଇଟା ଦୋସାରେ ଏଡ଼୍ କଲେ ନା ଖାଇବା ପାଇଁ ଭଲ ଲାଗିବ। ଏହାକୁ ତ ଆମେ ଦୋସାରେ ଏଡ଼୍ କରିବା, ତା ସହିତ ଆଉ ଗୋଟେ ଚଟନି ଆମେ ବନେଇବା, ଚାଲନ୍ତୁ ଦୋସା ସହିତ ଖାଇବା ପାଇଁ। ନେକ୍ସଟ ଚଟନି ବନେଇବା ପାଇଁ ଏଇଠି ମୁଁ ସେହି ଶୁଖା ନଡ଼ିଆରୁ ହିଁ ଅଳ୍ପ କିଛି ନେଇଛି। ଆପଣମାନେ ଏହା ଜାଗାରେ ଫ୍ରେଶ୍ ନଡ଼ିଆର ୟୁଜ୍ କରିପାରିବେ। ତା ସହିତ ଏଇଠି ଦେଖନ୍ତୁ ମୁଁ କିଛି ବୁଟ ନେଇଛି, ଏଇଟା ଭଜା ବୁଟ ଅଛି। ଆପଣମାନେ ଏହା ଜାଗାରେ ଭଜା ବୁଟ ଡାଲି ମଧ୍ୟ ୟୁଜ୍ କରିପାରିବେ। ତା ସହିତ ଏଇଠି ଦେଖନ୍ତୁ ମୁଁ ଭଜା ହେଇଥିବା ବାଦାମ ନେଇଛି, 2ଟା କଞ୍ଚା ଲଙ୍କା ଆଉ ଛୋଟ ଖଣ୍ଡେ ଅଦା ନେଇଛି। ଏଇଠି ଦେଖନ୍ତୁ ମୁଁ ଯେଉଁ ଗ୍ରାଇଣ୍ଡର ଜାର୍ରେ ଶୁଖା ଚଟନିଟା ବନେଇଥିଲି ନା ସେଇ ଗ୍ରାଇଣ୍ଡର ଜାର୍କୁ ଧୋଇନି, ସେଇ ଗ୍ରାଇଣ୍ଡର ଜାର୍ରେ ହିଁ ମୁଁ ଏଇ ଇନଗ୍ରେଡ଼ିଏଣ୍ଟ ଗୁଡ଼ିକୁ ଏଡ଼୍ କରିଦେବି। ତା ସହିତ ଏଇଠି ଆମେ ସ୍ୱାଦ ଅନୁସାରେ ଲୁଣ ଏଡ଼୍ କରିନେବା। ଆଉ ଏଇଠି ଚଟନିର ଟେଷ୍ଟକୁ ବଢ଼ାଇବା ପାଇଁ ନା ମୁଁ ଫାଳେ ଲେମ୍ବୁର ରସ ମଧ୍ୟ ଏଡ଼୍ କରି ନେଉଛି। ଆଉ ଭଲ ଭାବରେ ପେଷ୍ଟ ବନେଇବା ପାଇଁ ନା ପ୍ରଥମେ ଆମେ ଏହାକୁ ଏମିତି ଶୁଖିଲା ହିଁ ଗ୍ରାଇଣ୍ଡିଙ୍ଗ କରିନେବା, ତାପରେ ଅଳ୍ପ ପାଣି ଏଡ଼୍ କରିକି ଏହାର ଗୋଟେ ପେଷ୍ଟ ବନେଇକି ନେଇ ଆସିବା। ଏଇଠି ଦେଖନ୍ତୁ ମୁଁ ବଢ଼ିଆ ଭାବରେ ଚଟନିକୁ ବନେଇକି ନେଇ ଆସିଛି। ଏହାକୁ ଏବେ ଆମେ ଗୋଟେ ବାଉଲକୁ ଚାଲନ୍ତୁ ଟ୍ରାନ୍ସଫର୍ କରିନେବା। ଏଇଠି ଦେଖନ୍ତୁ ମୁଁ ଚଟନି ସବୁକୁ ନା ଗୋଟେ ଛୋଟ ବାଉଲକୁ ଟ୍ରାନ୍ସଫର୍ କରି ନେଇଛି। ଆପଣମାନେ ଚାହିଁଲେ ନା এই ଚଟନିକୁ ଏମିତି ହିଁ ଖାଇପାରିବେ। ଏଇଟା ବନେଇବା ତ ଦେଖିଲେ ବହୁତ ହିଁ ଇଜି, କିଛି ବି କରିବା ପାଇଁ ପଡ଼ିବନି, କିନ୍ତୁ ଏହାର ଟେଷ୍ଟକୁ ବଢ଼ାଇବା ପାଇଁ ଏଥିରେ ଆମେ ଗୋଟେ ଛୁଙ୍କ ଏଡ଼୍ କରିବା। ସେଥିପାଇଁ ଏଇଠି ଦେଖନ୍ତୁ ମୁଁ ଗୋଟେ ତଡ଼କା ପେନ୍ ଭଲ ଭାବରେ ଗରମ କରିକିନା ସେଥିରେ 2 ଚାମଚ ତେଲକୁ ଭଲ ଭାବରେ ଗରମ କରି ନେଇଛି। ଆଉ ଏଇଠି ମୁଁ 1 ଚାମଚ ରାଇ ବା କଳା ସୋରିଷ ଏଡ଼୍ କରିବା ସହିତ ଗୋଟେ ଶୁଖିଲା ଲଙ୍କା ଏଡ଼୍ କରି ନେଇଛି। ଏବେ ଆମେ ଏଥିରେ କିଛି ଭୃସଙ୍ଗ ପତ୍ରକୁ ଏଡ଼୍ କରିନେବା। ତା ସହିତ ଏହାର ଟେଷ୍ଟକୁ ଆହୁରି ବଢ଼ାଇବା ପାଇଁ ଏଇଠି ମୁଁ 2 ପିଞ୍ଚ ହିଙ୍ଗ ଏଡ଼୍ କରି ନେଉଛି। ଏହାକୁ ଏଡ଼୍ କଲା ପରେ ନା এই ଗରମା ଗରମ ଛୁଙ୍କକୁ ଆମେ ଚଟନିରେ ଏଡ଼୍ କରିନେବା। ଛୁଙ୍କକୁ ଚଟନିରେ ଏଡ଼୍ କଲା ପରେ ନା ଏହାକୁ ଆମେ ଭଲ ଭାବରେ ଟିକେ ଚାମଚ ସାହାଯ୍ୟରେ ମିଶାଇ ନେବା। ଏଇଠି ଦେଖନ୍ତୁ ସବୁ ଜିନିଷକୁ ମୁଁ ବଢ଼ିଆ ଭାବରେ ଗୋଳେଇକି ମିଶାଇ ନେଇଛି। ଆଉ ଏଇଠି ଆମର 2ଟା ସାରା ଚଟନି ବିଲକୁଲ ରେଡ଼ି ହେଇଯାଇଛି। ଏବେ ଚାଲନ୍ତୁ ଦୋସା ବନେଇବା ପ୍ରୋସେସକୁ ଯିବା।
ଏଇଠି ଦେଖନ୍ତୁ ଦୋସା ବନେଇବା ପାଇଁ ଆମେ ଯେଉଁ ମସୁର ଡାଲିକି ବତୁରେଇକି ରଖିଥିଲେ ନା ସେଇଟା ବତୁରେଇବାର 10ରୁ 15 ମିନିଟ୍ ହେଇଯାଇଛି। ଆଉ ଏଇଠି ଦେଖନ୍ତୁ ଡାଲିଟା ବି ଟିକେ ଫୁଲି ଯାଇଛି, ଆଠୁ ଅଧିକ ବତୁରେଇବା ବିଲକୁଲ ଦରକାର ନାହିଁ। এই ଷ୍ଟେଜ୍ରେ ନା ଆମେ ଡାଲିକୁ ପାଣିରୁ ଛାଣିକି ଗୋଟେ ଗ୍ରାଇଣ୍ଡର ଜାରକୁ ଏଇଠି ଟ୍ରାନ୍ସଫର୍ କରି ନେଇଛେ। ଏବେ ଆମେ ଏଥିରେ ଟେଷ୍ଟ ପାଇଁ ଗୋଟେ କଞ୍ଚା ଲଙ୍କା ଆଉ ଛୋଟ ଖଣ୍ଡେ ଅଦାକୁ କାଟିକି ଏଇଠି ଏଡ୍ କରି ନେଇଛେ। ତା ସହିତ ଅଳ୍ପ ଟିକେ ଲୁଣ ମଧ୍ୟ ଏଡ୍ କରି ନେବା। ଏବେ ଅଳ୍ପ ପାଣି ଏଡ୍ କରିକି ଏହାର ଗୋଟେ ପେଷ୍ଟ ବନେଇକି ନେଇ ଆସିବା। ଏକାଥରେ ଅଧିକ ପାଣି ଏଡ୍ କରିବେନି, ଅଳ୍ପ ଅଳ୍ପ ପାଣି ଏଡ୍ କରିକି ଏଇଠି ଦେଖନ୍ତୁ ଏମିତି ସ୍ମୁଥ ବେଟର ବନେଇକି ରେଡ଼ି କରି ନେବେ। ଏବେ ଚାଲନ୍ତୁ ଏହାକୁ ଆମେ ଗୋଟେ ମିକ୍ସିଂ ବାଉଲକୁ ଟ୍ରାନ୍ସଫର୍ କରି ନେବା। ଏଇଠି ଦେଖନ୍ତୁ ବେଟର ସବୁକୁ ନା ମୁଁ ଗୋଟେ ମିକ୍ସିଂ ବାଉଲକୁ ଟ୍ରାନ୍ସଫର୍ କରି ନେଇଛି। ଆଉ ଗ୍ରାଇଣ୍ଡର ଜାରକୁ ଧୋଇକି ନା ଏଇଠି ଅଳ୍ପ ଟିକେ ପାଣି ମଧ୍ୟ ଏଡ୍ କରି ନେଉଛି, ଯେହେତୁ ବେଟରଟା ମୋତେ ଟିକେ ବହଳିଆ ଲାଗୁଥିଲା। ଆଉ ଏଇଠି ଆପଣମାନଙ୍କୁ ବେଟର କନସିଷ୍ଟେନ୍ସିଟା ଦେଖାଉଛି ଦେଖନ୍ତୁ। ଆଉ ଏଇଠି ଆପଣମାନେ ଦେଖିପାରୁଛନ୍ତି ଏମିତି ହିଁ କନସିଷ୍ଟେନ୍ସିରେ ରଖିବେ, ଦୋସାଟା ପୁରା ପରଫେକ୍ଟ ତିଆରି ହେବ। ୟାଠୁ ଅଧିକା ବହଳିଆ ବା ଅଧିକା ପାଣିଆ କରିବେନି। ଏବେ ଚାଲନ୍ତୁ ବେଟର ତ ରେଡ଼ି ହେଇଯାଇଛି, ଦୋସା ବନେଇବା ପ୍ରୋସେସକୁ ଯିବା। ଦୋସା ବନେଇବା ପାଇଁ ଏଇଠି ଦେଖନ୍ତୁ ମୁଁ ଗ୍ୟାସ୍ ଅନ୍ କରିକି ଗୋଟେ ନନଷ୍ଟିକ୍ ପେନ୍ ବସେଇ ନେଇଛି। ପେନ୍ଟାକୁ ଆମେ ମିଡ଼ିୟମ୍ ଫ୍ଲେମ୍ରେ ଗରମ କରିବା। ପେନ୍କୁ ବହୁତ ଅଧିକା ଗରମ କରିବେନି, ନହେଲେ ଦୋସାଟା ଭଲରେ ବନେଇ ପାରିବେନି। ପେନ୍ଟା ଭଲ ଭାବରେ ଅଳ୍ପ ଟିକେ ଗରମ ହେଲା ପରେ ନା ଆମେ ଗୋଟେ ଡଙ୍କି ବେଟର ନେଇକି ଏଇଠି ଏମିତି ଚକୁଳି ଯେମିତି ବନାନ୍ତି ନା ସେମିତି ଭଲ ଭାବରେ ସ୍ପ୍ରେଡ୍ କରିନେବେ। ଦେଖିବେ ବଢ଼ିଆ ଭାବରେ ଦୋସାଟା ବନିକି ରେଡ଼ି ହେଇଯିବ। ବେଟର ଏଡ୍ କଲା ପରେ ଆମେ ମିଡ଼ିୟମ୍ ଫ୍ଲେମ୍ରେ ଦୋସାକୁ 2 ମିନିଟ୍ କୁକ୍ ହେବା ପାଇଁ ଛାଡ଼ିଦେବା। ଆଉ 2 ମିନିଟ୍ ପରେ ନା ଏଇଠି ଗୋଟେ ଚାମଚ ରିଫାଇନ୍ ଅଏଲ୍କୁ ମୁଁ ସାଇଡ଼୍ରୁ ଏଡ୍ କରି ନେଉଛି। ଆପଣମାନେ ଚାହିଁଲେ ଏହାକୁ ବିନା ଅଏଲ୍ରେ ମଧ୍ୟ ବନେଇ ପାରିବେ। ତା ସହିତ ଏଇଠି ଦେଖନ୍ତୁ ଆମେ ଯେଉଁ କୋକୋନଟ୍ର ଡ୍ରାଏ ଚଟନିଟା ବନେଇଥିଲେ ନା ସେଇଟାକୁ ଦୋସା ଉପରେ ସ୍ପ୍ରେଡ୍ କରି ନେବା। এই ଚଟନିକୁ ସ୍ପ୍ରେଡ୍ କଲା ପରେ ଏଇଠି ମୁଁ ସ୍ପାଚୁଲା ସାହାଯ୍ୟରେ ଟିକେ ଭଲ ଭାବରେ ଏମିତି ପ୍ରେସ୍ କରିକି ମିଶାଇ ନେଉଛି, ଯାହାଫଳରେ ଚଟନିଟା ପୁରା ଲାଗିକି ରହିଯିବ। ଏଇଠି ଦେଖନ୍ତୁ ଦୋସାଟା ବଢ଼ିଆ ଭାବରେ କଲର୍ ହେଇ ଆସିଲାଣି। ଏଇଠି ଦୋସା ବଢ଼ିଆ ଭାବରେ କୁକ୍ ହେଇସାରିଛି। এই ଷ୍ଟେଜ୍ରେ ଆମେ ଦୋସାକୁ ବାହାର କରି ନେବା। ଦୋସା କୁକ୍ ହେବା ପାଇଁ ନା ଟୋଟାଲ୍ 3ରୁ 4 ମିନିଟ୍ ଲାଗିବ। ଆପଣମାନେ ଧୀରେ ଧୀରେ ଆରାମସେ ମିଡ଼ିୟମ୍ ଫ୍ଲେମ୍ରେ କରିବେ, ଦେଖିବେ ଦୋସାଟା ବଢ଼ିଆ କ୍ରିସ୍ପି ବନିକି ରେଡ଼ି ହେବ। ଏଇଠି ମୁଁ ଆପଣମାନଙ୍କୁ ସେକେଣ୍ଡ ଦୋସା ମଧ୍ୟ ବନେଇକି ଦେଖାଇ ଦେଉଛି ଦେଖନ୍ତୁ। ପ୍ରଥମେ ଦରକାର ମୁତାବକ ବେଟରକୁ ଏଡ୍ କରିନେବେ ପେନ୍ରେ, ତାପରେ ଏହାକୁ ଗୋଟେ ଡିରେକ୍ସନରେ ଭଲ ଭାବରେ ବୁଲେଇ ନେବେ। ଦେଖିବେ ବେଟରଟା ବଢ଼ିଆ ଭାବରେ ସ୍ପ୍ରେଡ୍ ହେଇଯିବ। 2-3ଟା ଷ୍ଟେପ୍କୁ ଯଦି ଆପଣମାନେ ଲକ୍ଷ୍ୟରେ ରଖିବେ ନା ତାହେଲେ ଦୋସା ଆପଣମାନଙ୍କର ପରଫେକ୍ଟ ନିଶ୍ଚିତ ଭାବରେ ତିଆରି ହେବ। ପ୍ରଥମେ ତ ପେନ୍ର ଟେମ୍ପରେଚରକୁ ଆପଣମାନେ ଧ୍ୟାନରେ ରଖିବେ, ଅଧିକା ହିଟ୍ କରିଦେବେନି, ନହେଲେ ଏଇଟା ଭଲ ଭାବରେ ସ୍ପ୍ରେଡ୍ ହେଇପାରିବନି। ଆଉ ଯଦି ଆପଣମାନେ ଲୁହା ତାୱାରେ ବନାଉଥିବେ ତାହେଲେ ଗୋଟେ ଚାମଚ ଅଏଲ୍ ଫାଷ୍ଟ ଏଡ୍ କରିନେବେ, ତାପରେ ଅଳ୍ପ ପାଣି ଛିଟା ମାରିକି ତାକୁ ଭଲ ଭାବରେ ପୋଛିକି ତାପରେ ବେଟରରେ ଏଡ୍ କରିକି ସ୍ପ୍ରେଡ୍ କରିବେ, ଦେଲେ ଯାଇକି ପରଫେକ୍ଟ ତିଆରି ହେବ। ଏଇଠି ଦେଖନ୍ତୁ ମୁଁ ଡ୍ରାଏ କୋକୋନଟ୍ ଚଟନି ଏଡ୍ କଲା ପରେ ନା ଏହାକୁ ଭଲ ଭାବରେ ଟିକେ ପ୍ରେସ୍ କରିକି ମିଶାଇ ଦେଇଛି। ଏପରି ଆପଣମାନେ ଯଦି କରିବା ପାଇଁ ଚାହୁଁନଥିବେ, ମାନେ ଡ୍ରାଏ କୋକୋନଟ୍ ଚଟନି ଯଦି ଏଡ୍ କରିବା ପାଇଁ ଚାହୁଁନଥିବେ ନା ତାହେଲେ ଏଇଠି ପିଆଜ ଆଉ ଟମାଟୋ ମଧ୍ୟ ଏଡ୍ କରିକି ଦୋସାକୁ ବଢ଼ିଆ ଭାବରେ ବନେଇ ପାରିବେ। लो टू मीडियम फ्लेम रे 3-4 मिनिट कुक कला परे एठी देखंतु दोसा रे बढ़िया कलर आसी जाईची। ए स्टेज रे दोसा को आमे बाहर करि नबा। आ आपण माने तो जानि चंदी दोसा को संगे संगे खाइले ही सेटा क्रिस्पी लागिबो, जदि रहि जिवो सेमती भल लागिबोनी खाइबा पई। एठी देखंतु दोसा को म दुईटा सारे चटनी सहित सर्व करि नैची। आपण मन को जदि एटा पसंद नथिबो या सहित आपण माने आलू मसला बनै परिबे, नले तो सांबर सहित मध्ये एन्जॉय करि परिबे। बाकी मो कहबा अनुसार ए ड्राई कोकोनट चटनी आ ई जे चटनीटा को निश्चय थरे ट्राई करके देखिए, आपण मानक बहुत ही भल लगिबो। आ एठी आपण माने दोसार भीतर लुकटा भी मध्ये देखि पारुचंती। दोसा ना बहुत ही टेस्टी हेतिला खाइबा पई। आपण माने निश्चय थरे बनेबे। आ केमिति लागिला कमेंट सेक्शन रे निजर मतामत जणेबा पई जमा भी भूलिबेनी। मां लक्ष्मी समस्तंकर मंगल करंतु एही कामना सहित आज पई रहूची। पुणी आसीबे आ एको नुवा रेसिपी नेकी। सेते बेला पर्यंत स्टे सेफ, स्टे हेल्दी। जय मां लक्ष्मी।